ମାନେ ତାଙ୍କର ଡାକରା ନ ଆସିବ ଆପଣଙ୍କର ଯେତେ କୋଟି ଟଙ୍କା ଥିଲେ ବି ଆପଣ ଯାଇପାରିବେନି। ତ ସେମିତି କିଛି ଘଟିଗଲା ଆମ ସହିତ ବି, ଆମେ ଯାଇପାରିଲୁନି। ତ ବହୁତ ଦୁଃଖ ଲାଗୁଛି। ଆମେ ସେଇଠି ଯାଇଥାନ୍ତୁ, ସେଠୁ ମାନେ ସେଇଠି ବୁଲାବୁଲି କରିକି ଯାଇଥାନ୍ତୁ ପୁରୀ ସ୍ୱର୍ଗଦ୍ୱାର ବୁଲାବୁଲି କରିଥାନ୍ତୁ। ସ୍ୱର୍ଗଦ୍ୱାର ବୁଲାବୁଲି କରିକି ଆମେ ଯାଇଥାନ୍ତୁ କୁଆଡ଼େ ନା ଟିକେ ପୁରୀ ବେଳାଭୂମି ବୁଲିଥାନ୍ତୁ। ବୁଲି ବୁଲାକି ସେଇଠି ସବୁ ବୁଲାବୁଲି ସରିଲା ପରେ, ଜଗନ୍ନାଥ ଦର୍ଶନ ସରିଲା ପରେ, ସବୁ କିଛି ସରିଗଲା ପରେ ଆମେ କ'ଣ କରିଥାନ୍ତୁ ନା କିଛି ହାଏ ହ୍ୟାଲୋ ଫ୍ରେଣ୍ଡସ୍, ନମସ୍କାର, ଜୟ ଜଗନ୍ନାଥ। ଆପଣମାନେ କେମିତି ଅଛନ୍ତି? ଆଶା କରୁଛି ଆପଣମାନେ ଭଲରେ ଥିବେ ଆଉ ଖୁସିରେ ଥିବେ। ତ ସାଙ୍ଗମାନେ, ଆଜିର ବ୍ଲଗ୍ ଏଇଠି ଷ୍ଟାର୍ଟ କରୁଛି ମାମୁଁ ଘରୁ। ତ ସାଙ୍ଗମାନେ, ଆପଣମାନଙ୍କୁ ମୁଁ କହୁଥିଲି ଆଗ ଭିଡ଼ିଓରେ କହିଥିଲି ମୁଁ ଯେ ଗୋଟେ ଜାଗା ବୁଲିବା ପାଇଁ ଯିବା, ଘରୁ ବାହାରିକି ତ ବାହାରକୁ ଯିବା ବୁଲିବା ପାଇଁ। କ'ଣ ହେଲା ନା, ତ ସେଥିରେ କିଛି ପ୍ରୋବ୍ଲେମ୍ ଆସିଗଲା, ଯାହାଫଳରେ କି ମୁଁ ଯାଇପାରିଲି ନାହିଁ। ତ ପ୍ରୋବ୍ଲେମ୍ଟା କ'ଣ ଆପଣମାନଙ୍କ ସହିତ ସେୟାର କରୁଛି, କାହିଁକିନା ଆପଣମାନେ କହିବେ ଯେ ମୁଁ ଯିବା ପାଇଁ କହିଥିଲି ନା, ମୁଁ ବାହାରିକି ଘରୁ ବାହାରିକି ଯିବି ବୋଲି କହୁଥିଲି, ତ ଯାଇନାହିଁ। ତ ଆପଣମାନେ କହିବେ ମୁଁ ମିଛ କଥା କହିଥିଲି ଭିଡ଼ିଓରେ। ତ କ'ଣ ହେଲା କି, ଆମେ ଗୋଟେ ବୋଲେରୋ ଠିକ୍ ହେଇଥିଲା, ଆମେ ସେଥିରେ କେତେ ଜଣ 9 ଜଣ ଯାଇଥାନ୍ତୁ ବୁଲିବା ପାଇଁ। ତ 9 ଜଣ ଯାଇଥାନ୍ତୁ, ସେଥିରୁ କ'ଣ ହେଲା ନା 3 ଜଣଙ୍କର ପୁରା ପ୍ରୋବ୍ଲେମ୍ ଆସିଗଲା। ତ ସେଇଥିରୁ 9 ଜଣରୁ 3 ଜଣ କମିଗଲା। ପୁଣି ଆଉ କିଛି ସମୟ ପରେ ସନ୍ଧ୍ୟା ବେଳକୁ ଆହୁରି ଜଣଙ୍କର ପ୍ରୋବ୍ଲେମ୍ ଆସିଗଲା, ମାନେ 4 ଜଣ କମିଗଲା। 9 ଜଣରୁ 4 ଜଣ କମିଗଲା ସାଙ୍ଗମାନେ। ତ ଆଉ କେମିତି ଯିବି କହିଲ? ତ ସେଥିପାଇଁ ଯାଇପାରିଲି ନାହିଁ ବୁଲିବା ପାଇଁ। ତ ସେଇଟା ବହୁତ ଦୁଃଖ ଲାଗୁଛି, କାହିଁକିନା ବହୁତ ଖୁସି ଥିଲି ଯିବା ପାଇଁ। ତ ଦେଖିପାରୁଥିବେ, ମାନେ ମୋ ଆଗ ଭିଡ଼ିଓ ଦେଖିଦିଅନ୍ତୁ ମୋ ହୁଲିଆ କେମିତି ଥିଲା, ଆଉ ମୁଁ ଯିବି ବୋଲି ମୋ ହୁଲିଆ ପୁରା ଚେଞ୍ଜ କରିଦେଇଥିଲି ସେଇଥିପାଇଁ। ତ ଯାଇପାରିଲି ନାହିଁ। ତ ବହୁତ ମାନେ କ'ଣ କହିଲ, ବହୁତ ଦୁଃଖ ଲାଗୁଛି। କାଲିଠୁ ମାନେ କାଲି ରାତିରେ ବାହାରିବା କଥା, ରାତି 11ଟା 11:30 ସୁଦ୍ଧା ଆମେ ବାହାରିବା କଥା, ତ ଆମେ ଯାଇପାରିଲୁନି। ତ ସେଇଥିପାଇଁ ମାନେ କାଲି ବି କିଛି ଭିଡ଼ିଓ ବନେଇ ନାହିଁ, ଆଉ ମାନେ ଯିବି ବୋଲି ଭିଡ଼ିଓ ବନେଇବି ଗଲେ, ତ ସେଇଥିପାଇଁ କାଲି କିଛି ଭିଡ଼ିଓ ବନେଇ ନାହିଁ। ଆଜି ସକାଳଠୁ ବି ଭଲ ଲାଗୁନି, ତ ଭିଡ଼ିଓ ବନେଇ ନଥିଲି। ଏବେ ହିଁ ଭିଡ଼ିଓ ବନେଇବା ଷ୍ଟାର୍ଟ କଲି। ଏବେ ଟାଇମ୍ ଯାଇ ହେଲାନି ସାଙ୍ଗମାନେ 12ଟା, ଆଉ 12ଟା ବେଳେ ହିଁ ଭିଡ଼ିଓ ଷ୍ଟାର୍ଟ କଲି ବନେଇବା, ମାନେ ବ୍ଲଗ୍ ଷ୍ଟାର୍ଟ କଲି। ଏଇଥିପାଇଁ କି ମାନେ ବହୁତ ଖରାପ ଲାଗୁଛି। ଆମେ ପ୍ରଥମେ ବାହାରିଥାନ୍ତୁ ଘରୁ ବାହାରିକି ଆମେ ଯାଇଥାନ୍ତୁ ପ୍ରଥମେ କୁଆଡ଼େ ଯାଇଥାନ୍ତୁ ମୁଁ କହିଦେଉଛି, କାହିଁକିନା ମୁଁ ଗଲେ କହିଥାନ୍ତି, ଆଉ ତ ଯାଇନି ଯେତେବେଳେ, ତ ଆପଣମାନଙ୍କୁ କହିଦେଉଛି କେଉଁ ଜାଗା ଆମେ ବୁଲିଥାନ୍ତୁ। ତ କହିଦେଉଛି ଆପଣମାନଙ୍କୁ, ଆମେ ପ୍ରଥମେ ଯାଇଥାନ୍ତୁ କୁଆଡ଼େ କହିଲ, ମାନେ ଆମେ ଶନିବାର ରାତିରେ ବାହାରିଥାନ୍ତୁ। ଆଜି ରବିବାର, ତ ଶନିବାର ରାତିରେ ବାହାରିଥିଲେ ଆମେ ରବିବାର ସକାଳୁ ମାନେ ପୁରା ମାନେ କ'ଣ କହିଲ, ପୁରା ସକାଳୁ ଯାଇ ପହଞ୍ଚିଥାନ୍ତୁ ସୂର୍ଯ୍ୟ ମନ୍ଦିର, ମାନେ କୋଣାର୍କ ମନ୍ଦିରରେ ଆମେ ପହଞ୍ଚିଥାନ୍ତୁ। ସେଇଠି ବୁଲାବୁଲି କରିକି ଆମେ ଯାଇଥାନ୍ତୁ କୁଆଡ଼େ ନା କୋଣାର୍କ ବେଳାଭୂମି। ସେଇଠି ଆମେ ବୁଲାବୁଲି କରିକି ତାପରେ ଆମେ ଯାଇଥାନ୍ତୁ କୁଆଡ଼େ, ସେଠୁ ବାହାରିଲୁ ରାମଚଣ୍ଡୀ ଟେମ୍ପଲ୍ ପାଖରେ, ମନ୍ଦିର ପାଖରେ ଆମେ ସେଇଠି ଯାଇ ଗାଧୋଇ ମାନେ ଗାଧୁଆ କରି ବ୍ରସ୍ କରି ରେଡ଼ି ହେଇକି ଆମେ ଯାଇଥାନ୍ତୁ ରାମଚଣ୍ଡୀ ମାଙ୍କ ପାଖରେ। କ'ଣ କହିଲ, ଆମେ ସେଇଠି ପୂଜା ଦେଇକି ମାନେ ଦୀପ ଜଳେଇକି ଆମର ଯାହା ବି ସେଠି ଅଛି ସେଇଟା ସବୁ ଶେଷ କରିକି ଆମେ ଆସିଥାନ୍ତୁ। ଖାଇ ପିଇକି ବାହାରିଥାନ୍ତୁ କୁଆଡ଼େ ନା, ଆମେ ବାହାରିଥାନ୍ତୁ ପୁରୀ, ମାନେ ଜଗନ୍ନାଥ ଦର୍ଶନ କରିବା ପାଇଁ। ତ ଭାବନ୍ତୁ ସାଙ୍ଗମାନେ କେତେ ଏକ୍ସାଇଟେଡ଼୍ ଥିଲି ମୁଁ, ମାନେ ଖୁସିର ସୀମା ନଥାଏ। ମାନେ କିଏ ବା ଚାହେଁନି ଚକା ଆଖି ଦେଖିବା ପାଇଁ। ତ ଆମେ ବହୁତ ମାନେ କ'ଣ କହିଲ, ବହୁତ ଖୁସିରେ ଥିଲି, ତ ହେଇପାରିଲାନି। ଆଉ ଗୋଟେ କଥା ସାଙ୍ଗମାନେ, ଯେତେବେଳେ ଜଗନ୍ନାଥ ମହାପ୍ରଭୁ ମାନେ ତାଙ୍କର ଡାକରା ନ ଆସିବ ଆପଣଙ୍କର ଯେତେ କୋଟି ଟଙ୍କା ଥିଲେ ବି ଆପଣ ଯାଇପାରିବେନି। ତ ସେମିତି କିଛି ଘଟିଗଲା ଆମ ସହିତ ବି, ଆମେ ଯାଇପାରିଲୁନି। ତ ବହୁତ ଦୁଃଖ ଲାଗୁଛି। ଆମେ ସେଇଠି ଯାଇଥାନ୍ତୁ, ସେଠୁ ମାନେ ସେଇଠି ବୁଲାବୁଲି କରିକି ଯାଇଥାନ୍ତୁ ପୁରୀ ସ୍ୱର୍ଗଦ୍ୱାର ବୁଲାବୁଲି କରିଥାନ୍ତୁ। ସ୍ୱର୍ଗଦ୍ୱାର ବୁଲାବୁଲି କରିକି ଆମେ ଯାଇଥାନ୍ତୁ କୁଆଡ଼େ ନା ଟିକେ
ପୁରୀ ବେଳାଭୂମି ବୁଲିଥାନ୍ତୁ। ବୁଲି ବୁଲାକି ସେଠି ସବୁ ବୁଲାବୁଲି ସରିଲା ପରେ ଜଗନ୍ନାଥ ଦର୍ଶନ ସରିଲା ପରେ ସବୁ କିଛି ସରିଗଲା ପରେ ଆମେ କ'ଣ କରିଥାନ୍ତୁ ନା କିଛି ସେଇଠି ଯଦି ମନ୍ଦିରରେ କିଛି ଖାଇବା ମିଳିଥାନ୍ତା ତ ଆମେ ସେଇଠି ପ୍ରସାଦ ସେବନ କରିସାରି କିମ୍ବା ଯଦି ନ ମିଳିବ ଯଦି ଟାଇମ୍ ଓଭର ହେଇଯିବ ନ ମିଳିଥାନ୍ତା ତ ଆମେ ଗୋଟେ କେଉଁଠି ମାନେ କ'ଣ କହିଲ ଗୋଟେ ହୋଟେଲରେ ଖାଇଦେଇ ଆମେ ବାହାରିଥାନ୍ତୁ କେଉଁଠିକି ନା କଟକ ବାଲିଯାତ୍ରା ବାହାରିଥାନ୍ତୁ। କଟକ ବାଲିଯାତ୍ରାରେ ଆମେ ବୁଲାବୁଲି କରିଥାନ୍ତୁ। ବୁଲାବୁଲି କରିସାରିଲା ପରେ କଟକ ବାଲିଯାତ୍ରା ବୁଲାବୁଲି କରିସାରିଲା ପରେ ଆମେ କୁଆଡ଼େ ଆସିଥାନ୍ତୁ ନା ଆମେ ଆସିଥାନ୍ତୁ କଟକ ବାଲିଯାତ୍ରା ବୁଲାବୁଲି କରିସାରିଲା ପରେ ଆମେ ବାହାରିଥାନ୍ତୁ ଘର ଆଜି ରାତିରେ ଆମେ ଘର ଧରିଥାନ୍ତୁ। କାହିଁକି ନା ଆଜି ମୁଁ କେଉଁଠି ଅଛି ଘରେ ହିଁ ଅଛି। ତ ସେଇଟା ବହୁତ ଦୁଃଖ ଲାଗୁଛି ବେଶୀ ବହୁତ ମାନେ ବଡ଼ ଦୁଃଖ ଲାଗୁଛି କେଉଁଠି କହିଲେ ମାନେ କ'ଣ କହିଲ ବହୁତ ଦୁଃଖ ଲାଗୁଛି ମୋତେ ମୁଁ ଜଗନ୍ନାଥ ଦର୍ଶନ କରିପାରିଲେ। ବାଲିମେଳା ଛାଡ଼ ବାଲିମେଳା ସେମିତି କିଛି ଇଏ ନାହିଁ ଯେ ବାଲିମେଳା ଇଏ କରିବା ସେମିତି ମୋ ପାଖରେ କିଛି ସେଇଟା ହିଁ ବେଶୀ ଦୁଃଖ ଲାଗୁନି। ବେଶୀ ମୋତେ ଦୁଃଖ ଲାଗୁଛି ଜଗନ୍ନାଥଙ୍କର ଦର୍ଶନ କରିଥାନ୍ତି ନା ସେଇଟା ହିଁ ବହୁତ ଦୁଃଖ ଲାଗୁଛି। ଆଉ କହିବି ଆପଣମାନଙ୍କୁ ଯାଇପାରିଲେନି ତ ମାନେ କହିବାକୁ ଗଲେ ମାନେ ସକାଳଠୁ ପୁରା ମୁଡ୍ ବହୁତ ଅଫ୍ ଥିଲା। ତ ଏବେ ହିଁ ଭିଡ଼ିଓ ବନେଇବା ଷ୍ଟାର୍ଟ କଲି ସେଇଥିପାଇଁ ସାଙ୍ଗମାନେ ବହୁତ ହିଁ ଦୁଃଖ ଲାଗୁଛି। ଆଉ କ'ଣ କହିବି ଦୁଃଖର କଥା ଆଉ କ'ଣ କହିବି ମାନେ ଜଗନ୍ନାଥ ଦର୍ଶନ ତ ଏବେ ହେଇପାରିଲାନି ତ କିଛି ବି ହେଇପାରିଲାନି। ତ ସେଥିପାଇଁ ଆପଣମାନଙ୍କ ପାଇଁ ଗୋଟେ ଭିଡ଼ିଓ ବନେଇଲି କାହିଁକିନା କହିଦେବି ନା ତ ଆପଣମାନେ ଭାବିବେ ଯେ ମୁଁ ମିଛ କଥା କହିଥିଲି କିଛି ଲାଇକ୍ ପାଇଁ ଆଉ କିଛି ଭ୍ୟୁ ପାଇଁ ଯଦି ମିଛ କଥା କହିଥିବେ ଏମିତି କିଛି ତ ସେଥିପାଇଁ ଆପଣମାନଙ୍କୁ ସତ କଥାଟା ଜଣେଇଲି। ତ ଯିବି କହିଛି ମାନେ ସୁନିଶ୍ଚିତ ଯିବି। ତ ଆଜି ନହେଲେ କ'ଣ ହେଲା ଆଉ କିଛି ଦିନ ଭିତରେ ହେଲେ ଯିବି। ତ କାଳିଆ ଏଇଠି ଅଛି ଦେଖନ୍ତୁ ସାଙ୍ଗମାନେ କାଳିଆ ଏଇଠି ଦେଖନ୍ତୁ ଦେଖାଉଛି ନା ଏଇଠି କାଳିଆ ଏଠି ବି ବସିଛି। ତ ଯିବା ଏ ବର୍ଷ ନହେଲା କ'ଣ ହେଲା ଆଗ ବର୍ଷକୁ ଯିବା ନୂଆ ବର୍ଷରେ ଯିବି ବୋଲି ଭାବୁଛି। ନୂଆ ବର୍ଷରେ ଦେଖାଯାଉ ଯଦି କାଳିଆ ଡାକିଥିଲା ସୁନିଶ୍ଚିତ ତ କେହି ବି ରଖିପାରିବେନି ଯିବି। ତ ଏମିତି କିଛି କାହାଣୀ ଥିଲା। ତ ଛାଡ଼ ଯାହା ହବାର ତ ଘଟିଗଲା କିଛି ନାହିଁ। ସେମାନେ ଆଉ ଭିଡ଼ିଓକୁ ଲଙ୍ଗ୍ କରିବାନି ଦୁଃଖର କଥା ତ ଆପଣମାନଙ୍କୁ ଜଣାଇଲି। ଆଉ ଏଇ ଯେଉଁ ହସଟା ଦେଖୁଛନ୍ତି ଏ ହସଟା କେବେ ଖୁସିରେ ନୁହଁ ଦୁଃଖରେ ଖାଲି ଭିଡ଼ିଓ ବନାଉଛି ବୋଲି ମୁଁ ହସି ଦେଉଛି। ଆଉ ଏମିତି କିଛି ଅଛି ତ ଭିଡ଼ିଓକୁ ଲଙ୍ଗ୍ କରିବାନି ଭିଡ଼ିଓକୁ ଏଇଠି ଏଣ୍ଡ କରିବା। ପୁଣି ଦେଖା ହେବ ସେମାନେ ସୁନ୍ଦର ଗୋଟେ ନୂଆ ଭିଡ଼ିଓରେ। ତ ଆଜିକା ପାଇଁ ଏତିକି ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।